ବୋଉ ହେ ବୋଉ ନେ ପତ୍ର ନେ ହଉ ପତ୍ର ଥୋଇ ଥୋଇ ଦେ ହଁ। ଆଦିଟା ତ ଶୀଘ୍ର ଶୀଘ୍ର ଖାଇଯା ଏ ଥୋଇ ଦେବି ହଁ। ହଁ ଶୁଖୁଆ ଭାଜିଲୁ ଆଜି ପରା ପୁଅ ଅବାର ଜାଣିନି ହଁ ଏ ଆଉ ଖାଇ ହଁ ଆଉ ଖାଇଦେ ହଁ ମୁଁ ପତରଟା ଦେଖି ଟିକେ ଦେଖେ ପତର କୋଉଠି ଆଣିଛି ଛି ଏ ଧରମ ଛଡା ଏ ହେଇ ଧରମ ଛଡା ବାହା ହେଇଥିଲେ ହେନ୍ସେ ଛୁଆ ପିଲା ହନ୍ତାନି ଖାଇଲା ବେଳକୁ ତ ବେଲେ ଖାଉଛୁ ପେଟ ଗରମ ପୁରୁନି ହଁ ତୁ ଆଜି ପର୍ଯ୍ୟନ୍ତ ହଳଦୀ ପତ୍ର କି ଗଦ ପତ୍ର ଚିହ୍ନି ପାଇଲୁ ହଳଦୀ ପତ୍ର ଆଣିଲି ବା ହଳଦୀ ପତ୍ର ଆଣିଲେ ତାକୁ ନିଜେ କାଟିକି ଆଣିଛୁ ହଁ ବାବୁ ଦାଦା ବାଇରୁ ମୁଁ ନିଜେ କାଟିକି ଆଣିଲି ଧରମ ଛଡା କଣ କୁଳୁକୁ ନୁହଁ ସେଇ ବା ମା ମାଲୁ କଣ ହେଲା ତମର କଣ ଏଣ୍ଡୁରି ପିଠା କରିବ କି ହଁ କାଲି ଅଷ୍ଟମୀ ସେଇ କଥା ଦାଦି ଯାଇକିନି ଗପୁଥିଲା ସନ୍ଧ୍ୟା ବେଳେ ସେ ବଜାରରେ ବସିକିନି ଆଉ କହିଲା ତମର କଣ 4 କିଲୋ ଚାଉଳ ଖଣ୍ଡେ ଚୁନା କରିଦେଇଛ ଏଣ୍ଡୁରି ପିଠା କରିବ ଆଉ ସେ ଯୋଉ ବାବୁ ଦାଦା ବାଇରୁ ନୁହଁ ଦାଦି କୁଆଡେ ହଳଦୀ ପତ୍ର ଏତେ ଖଣ୍ଡେ କାଟିକି ଆଣିଛି ଏଣ୍ଡୁରି ପିଠା ପାଇଁକା ଗୋଟା କାମ କଲୁ ମୋ ବୋଉ କହିଲା ଦିଟା ହଳଦୀ ପତ୍ର ଦେଲୁ ମତେ ହଳଦୀ ପତ୍ର ହଁ ଦାଦି ବା ଆଣିଛି କୁଆଡେ ବାବୁ ଦାଦା ବାଇରୁ ଏତେ ଖଣ୍ଡେ କାଟିକି ତୁ ଆଗେ ଦେଖିଲୁ ହଳଦୀ ପତ୍ର କି କଣ କି ପତ୍ର ଦେଖ ଆଗେ ଶୁଣୁ ମୁଁ କଣ ଜାଣିପାରିବି ମତେ କଣ କି ପତ୍ର ଗଦ ପତ୍ର ଗୁଡା କାଟିକି ଆଣିଛି ଗଦ ପତ୍ର ଆଲୋ ମା ଇଏ କଣ କାହାକୁ ମାରିବାକୁ ଆଣିଛି ନା କଣ ଏ ପତ୍ର ସମବଂଶ ସିଏ ନିଜେ ମାରିବ ଆମେ ସମବଂଶ ସମେତ ମାରିବୁ ଏମିତିଆ କାମ କରୁଛି ସେ ଦାଦି ତତେ ଏଗୁରା କିଏ କହିଲା ଏମିତିଆ କାମ କରିବାକୁ ମତେ ଟିକେ କହିଲୁ ଆରେ ପୁଅ ହଁ ବୋଉ ତୁ ମେଣ୍ଡିଗଳ ଆଇଲୁଣି ହଁ ଆଉ ଗୋଟେ କଥା କହିବି ମାନି କଣ କହୁନୁ ଏ ଦାଟା ନେଇଯା ସେ ବାବୁ ଦାଦାର ବାଇରୁ ହଳଦୀ ପତ୍ର ସବୁ ଲୋକ କାଟି ନେଇ ଯାଉଛନ୍ତି ଆମର ଘରୁ ଏତେ ଖଣ୍ଡେ ଆଣିନୁ ହଳଦୀ ପତ୍ର କଣ କରିବୁ କାଲି ପା ଅଷ୍ଟମୀ ପିଠା କରିବାନି ସବୁ ନେଇଗଲେଣି ହଁ ତୁ ଆଗେ ଯା କାଟିକି ଆଣି ଆଇଲେ ହଁ କାମ କରିବି ଯା ଏନ୍ଧା ସାଇକେଲ ଟା ଏତିକି ବେଳେ ଖରାପ ବାର୍ତ୍ତା ହେତରିକି ନା ଏ ଦାଦି କୁଆଡେ ଯାଉଛୁ ବୋଉ କହିଲା ବାବୁ ଦାଦା ବାଇରୁ ହଳଦୀ ପତ୍ର ଆଣିବୁ କାଲି ପିଠା ହବ ବାବୁ ଦାଦା ବାଇରୁ ହଳଦୀ ପତ୍ର ଆଣିବାକୁ ଆଉ ଅଛି ଯେ ହଳଦୀ ପତ୍ର ତୁ ନବୁ ପିଠା କରି ଖାଇବୁ ବୋଉ କହିଲା ବା ଆଉ ନାହିଁ ତା ବାଇରୁ ସବୁ ନେଇକି ପଳେଇଲେଣି କିଏ ନେଲେ ସବୁ ଲୋକମାନେ ନେଇଗଲେ ଯାହାର ଯାହା ଦରକାର ସେ ନେଇଗଲେ ତୁ ଡେରି କରିକି ଆଇଲୁ ସେଇ ସକାଶେ ତାଙ୍କ ହଳଦୀ ପତ୍ର ସରିଗଲାଣି ଆଉ ନାହିଁ ବୋଉ ବିଗିଡିବ ଏଇ ଗୋଟା କାମ କର କଣ କରିବି ହଳଦୀ ପତ୍ର ବୋଉ କହିତ କାଲି ପିଠା ହବ ସେ କରୁଣା ଘର ବାଇରେ ଅଛି ସିଏ ଯୋଉ ବିଗିଡିବ ତୁ ଜମା ଜାନା ଗୋଟା କାମ କର ମତେ ଦାଟା ଟିକେ ଦେ ମୁଁ ଯାଉଛି ହଳଦୀ ପତ୍ର ଟିକେ ନେଇ ଆସିବି ତୁ ନେଇଯିବୁ ସିଏ ଶୋଧିବ ସିଏ କାଇଁ ଶୋଧିବ ତୁ ଗଲେ ସିନା ଶୋଧିବ ତୁ ହୁଣ୍ଡା ହୁଣ୍ଡା ଲୋକଟା ତତେ ଗଲେ ସିଏ ଶୋଧିବ ତୁ ବିଲରେ ଚାଲିବା ଜାଣିନୁ ତୁ କଣ ବିଲକୁ ପଶିବୁ ମତେ ଦେ ମୁଁ ଯାଉଛି ନେଇ ଆସିବି ତୁ ଏଇଠି ଠିଆ ହେଇଥା ହଁ ଏଇଠି ଠିଆ ହେଇଥା ମୁଁ ଖାଲି ଯାଉଛି ସାଙ୍ଗେ ସାଙ୍ଗେ ଆଉଛି ତୁ ହଳଦୀ ପତ୍ର ନବୁ ପିଠା ଖାଇବୁ ତ ହଉ ମୋ ବୋଉ କହିଛି ହଁ ମୁଁ ତ ଦେବିନି କାଇଁ ବ୍ୟସ୍ତ ହଉଛୁ ମୁଁ ଯାଉଛି ହଉ ତୁ ଏଇଠି ଠିଆ ହେଇଥା ସାଇକେଲରେ ଖାଲି ଚେନ୍ ଟା ଲଗେଇଦେଲୁ ମୁଁ ଯାଉଛି ଆସି ହେଲା ହଉ ତା ଏଇଠି ଯା ରହରେ ପୁଅ ରହ ମା ତତେ ପଠେଇଛି ଆଉ ତୁ ହଳଦୀ ପତ୍ରରେ ଏଣ୍ଡୁରି ପିଠା ଖାଇବୁ ଆଉ ରହ ମୁଁ ତତେ ଦଉଛି ତୁ ଏଣ୍ଡୁରି ପିଠା ଖାଇବୁ ରହ ହଉନାହିଁ ବେକାର ଖାଲି ମତେ କହିଲା ମୁଁ ଚେନ ଫେନ ଏ କାମ ମତେ ହବନି ବେକାର ଖାଲି କହୁଛି ସେ ଚେନ ତ କୋଉଠି କଣ ପଶି ଯାଇଛି ହେଲା ସିଏ ହଉନାହିଁ ତୋ ଦ୍ଵାରା କିଛି ହବନି ନାଗୁନାହିଁ ମୁଁ କଣ କରିବି ଏଇ ବା କହୁଛି ନାଗିବ କେମିତି ତୁ କିଛି କଲୁନୁ ଆଜି ପର୍ଯ୍ୟନ୍ତ କିଛି ମୁଁ କଣ କରିବି କହୁନୁ ମତେ କିଛି କରିପାରିବୁନି କି ତୋ ଦ୍ଵାରା କିଛି ବି ହବନି ଧ ତ ହଳଦୀ ପତ୍ର ଧ ତୋ ମା ତତେ ଦେଇଛି ତୋ ହଳଦୀ ପତ୍ର ନେ ଦା ଧ ଏଣ୍ଡୁରି ପିଠା ଖାଇବୁ ଯା ତୁ ନଗେଇକି ଯିବୁ ହଁ ମୁଁ ନଗେଇକି ଯିବି ତୋ ଦ୍ଵାରା ତ କିଛି ହବନି ମୁଁ ସବୁ କରିବାକୁ ପଡିବ ମୁଁ ଯାଉଛି ଯା ଯା ହଁ ଯା 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 ହଁ ମୁଁ ଯାଉଛି ନାମ ନବରେ ପୁଅ ଅଛି ଗୋକୁ କିଆ କହିବାକୁ ସବୁବେଳେ କାହିଁକି ତାପରେ କାହିଁକି ତୁ ଜାଣିଛୁ ସବୁ ନାଟକ ପ୍ରବର୍ତ୍ତନ ହଉଛି ଆଇ ତୋର ଆଇଲେ ସତ କଥା କହୁଛି ଯାହା ପାଇ ବାଡେଇଦେବି ଭୁଲ କଲୁ ବୋଲି ତତେ ସେ କହିଲା ଘରକୁ ମୁଁ କଣ ଭୁଲ କଲି ତୁ ସେଇଆକୁ କହିବୁ ମୁଁ ଯାଉଛି କଣ କହିବି